ଗୁରୁବାର ଦିନ ରାତି 4ଟାରୁ ଉଠିକି ଦିନ 3ଟା ପର୍ଯ୍ୟନ୍ତ ରେଷ୍ଟ ନାହିଁ। ପୁଅ ସ୍କୁଲରୁ ଆସିଲା ପରେ ଶୋଇବା ପାଇଁ ଗଲି ଯେ ଶୋଇବାର 1 ମିନିଟ୍ ପରେ ବାଜା ଆବାଜ ତଳୁ ଆସିଲା। ବାଜା ଆବାଜରେ ତ ନିଦ ହବନି, କିନ୍ତୁ କମ୍ବଳ ଭିତରୁ ଉଠିବାକୁ ଇଚ୍ଛା ହଉନଥାଏ। ସେଥିପାଇଁ ଘାଲେଇକି ଶୋଇଲି। ଏତିକି ଟାଇମରେ ଆସି ଫୋନ୍ଟା ବାଜିଲା। ଦେଖେ ତ କିଏ ଫୋନ୍ କରିଛି। ଦେଖିବା ବେଳକୁ ମୋ ସ୍ୱାମୀ କରିଥିଲେ କଲ୍। ଆଉ ମୁଁ ଗେହ୍ଲେଇ ହେଇକି ସ୍ୱାମୀଙ୍କ ପାଖରେ କହିଲି ଯେ ମୁଁ ଶୋଇପାରୁନି, ତଳେ ବାହାଘର ନା ବାଜା ବଜଉଛନ୍ତି। ନିଜେ ତ ବାହା ହେଇତେ ଯାଉଛନ୍ତି, କିନ୍ତୁ ଆମମାନଙ୍କୁ ଶୋଇତେ ଦଉନାହାନ୍ତି। ତାପରେ ମୁଁ ପଚାରିଲି କ'ଣ ପାଇଁ କଲ୍ କରିଥିଲ? ସେ କହିଲେ ଯେ ତଳେ ଗୋଟେ ପାର୍ସଲ ଆସିଛି, ତଳୁ ଯାଇକି ନେଇ ଆସ। ମୁଁ କହିଲି ପାର୍ସଲ? କହିଲେ ହଁ, ପେମେଣ୍ଟ ହେଇଯାଇଛି। ମୁଁ ପୁଣି ତଳେ ଯାଇକି ଦେଖିଲି, ଦେଖ କେମିତି ଢୋଲ ବାଜୁଥିଲା, ସମସ୍ତେ ଲେଡ଼ିଜ୍ ମାନେ ଠିଆ ହେଇକି ସେଠି ଡ୍ୟାନ୍ସ କରୁଥିଲେ। ତାପରେ କୋରିଅର ବାଲା ତ ମୋତେ ଦେଖା ହେଉନଥିଲା। ହଁ ଦେଖିଲେ ସେ କୋଣକୁ ଲେଡ଼ିଜ୍ଙ୍କ ସବୁ ତାକୁ ଘେରି ଦେଇଛନ୍ତି, ତା ମୁହଁ ବି ଦେଖା ହେଉନଥିଲା। ମୁଁ ଯାଇକି ପୁଣି ପାର୍ସଲଟା ନେଇକି ଆସିଲି। ଆସିଲାର ଏ ଶାଢ଼ୀଟା, ମୁଁ ତ ଆଗରୁ ଗୋଟେ ଶାଢ଼ୀ ଅର୍ଡ଼ର କରିଥିଲି, ସେଟା ଚିରା ବାହାରିଥିଲା ତ ମୁଁ ରିଟର୍ନ ମାରିଦେଇଥିଲି। ମୁଁ ସେଥିପାଇଁ ସେଇଦିନ ହିଁ ସାଙ୍ଗେ ସାଙ୍ଗେ ଖୋଲି ଦେଇଥିଲି। ଆର ଶାଢ଼ୀଟା ଖୋଲି ନଥିଲି, 2 ଦିନ ପରେ ଖୋଲିଲା ବେଳକୁ ଚିରା। ସେଇଟା ମନରେ ଡର ରହିଥିଲା, ସେଥିପାଇଁ ମୁଁ ଜଲ୍ଦି ଖୋଲିକି ଦେଖିଲି। ଏଥର କ୍ୟାଟଲଗ୍ ଦେଖିକି ମୁଁ ବିଲକୁଲ ଡରିଲିନି, କାହିଁକି ନା ଆଗଥର ତ ଚେଞ୍ଜ ହେଇଥିଲା, ମୁଁ ଜାଣିଥିଲି। ଏଥର କୋଉଠୁ ସେ ସେମ୍ ଦେବେ। ଶାଢ଼ୀ ଦେଖିକି ତ ଖୁସି ହେଇଯାଇଥିଲି। ମୋ ମନ ପସନ୍ଦର ବାସ୍ ଥିଲା କି ହଁ ଆରଥର ଭଳିଆ ଶାଢ଼ୀର କିଛି ଚିରା ନ ବାହାରୁ। ଶାଢ଼ୀର ଷ୍ଟିକର ଦେଖିକି ପିଲାଦିନ କଥା ମନେ ପଡ଼ିଗଲା। ମା' ମାନେ ଯେତେବେଳେ ଶାଢ଼ୀ ପିନ୍ଧନ୍ତି, ତାଙ୍କ ଶାଢ଼ୀର ଷ୍ଟିକର କାଢ଼ିକି ଦେଇ ଦିଅନ୍ତି, ଆମେ ସବୁ ଗାଲରେ, କବାଟରେ ଲଗେଇଥାଉ। ଏଇ କାମ ତ ମୁଁ କରେ। ଆପଣମାନେ କିଏ କରିଛନ୍ତି ଏଭଳିଆ ଶାଢ଼ୀ ଷ୍ଟିକର ସହିତ କମେଣ୍ଟ କରିକି ନିଶ୍ଚିତ ଜଣେଇବେ। ତାପରେ ମୁଁ ଭଲ ଭାବରେ ଶାଢ଼ୀଟାକୁ ଚେକ୍ କଲି କି ଏଠି ଚିରା ଫଟା ତ ନାହିଁ ତ, କାରଣ ଥରେ ଠକିଛି ତ ଡର ଅଛି ନା। ମୁଁ ଶାଢ଼ୀ ଦେଖି ଖୁସି ହେଇଯାଇଥିଲି, କାହିଁକି ନା ଗୁରୁବାର ଦିନ ହିଁ ଶାଢ଼ୀ ମୋର ଆସିକି ପହଞ୍ଚିଥିଲା। କମ୍ ସେ କମ୍ ମୁଁ ଲାଷ୍ଟ ପାଳି ଗୁରୁବାରର ତ ପିନ୍ଧିପାରିବି ଧଳା ଶାଢ଼ୀ। ଏଇ ଶାଢ଼ୀ ପିନ୍ଧିକି ମୁଁ କେମିତି ଲାଗିମି ଆପଣମାନେ ଦେଖିବେ ନେକ୍ସଟ ଭିଡ଼ିଓରେ।